2024 ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ବିଭିନ୍ନ ଦଳ ତାଙ୍କର ସବୁ ଶକ୍ତି ଦେଖାଉଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ଗାଁ ଗାଁକୁ ବୁଲି ପ୍ରଚାର କରୁଥିବା ବେଳେ ବିଜେଡି ମଧ୍ୟ ପଛରେ ପଡ଼ିନି। ସେ ଆଜି ତାର ଯୁବକର୍ମୀମାନଙ୍କୁ ନେଇ ଜଗତସିଂହପୁର ବ୍ଲକ ପଲ୍ଲୀ ପଞ୍ଚାୟତର ଅନଗଡ଼ ଗାଁଠାରେ ଆୟୋଜନ କରିଥିଲା କର୍ମୀ ସମ୍ମିଳନୀ। ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲି ଯୋଗଦେଇ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ଯୁବଶକ୍ତି ବେଶ ସ୍ୱାଭିମାନୀ ବୋଲି କହି ବିଜେପିକୁ ଖୋଲାଖୋଲି ଟାର୍ଗେଟ କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କାର୍ଡ ଭଳି ଯୋଜନା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିବା ବେଳେ ଯୁବକମାନେ ଗାଁ ଗାଁରେ ଲୋକଙ୍କୁ ସରକାରଙ୍କ ଜନହିତକର ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ସାଧାରଣ ନିର୍ବାଚନରେ ବିଜେଡିକୁ ଜିତାଇବା ଓ 6 ଥର ନବୀନ ପଟ୍ଟନାୟକଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ କରିବାରେ ଯୁବକମାନେ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ଶ୍ରୀ ମୁଦୁଲି କହିଥିଲେ। ବିଜେଡିର ପଲ୍ଲୀ ପଞ୍ଚାୟତ ସଭାପତି ପ୍ରସନ୍ନ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ଜଗତସିଂହପୁର ବ୍ଲକ ଅଧ୍ୟକ୍ଷା କନକପ୍ରଭା ଲେଙ୍କା, ଜିଲ୍ଲା ପରିଷଦ ସଭାପତି ମନୋଜ ଭାଇ, ପଲ୍ଲୀ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ବିପିନ ଦାସ ଓ ଖଇରଙ୍ଗ ସରପଞ୍ଚ ଏହି କର୍ମୀ ସମ୍ମିଳନୀରେ ଉପସ୍ଥିତ ରହି କିଭଳି ଜଗତସିଂହପୁରରେ ପ୍ରଶାନ୍ତ ମୁଦୁଲି ପୁନର୍ବାର ବିଜୟ ହାସଲ କରିବେ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ଏ ସମ୍ପର୍କରେ ଆମ ଜଗତସିଂହପୁର ପ୍ରତିନିଧି ଦେବୀ ପ୍ରସାଦ ମହାନ୍ତିଙ୍କ ରିପୋର୍ଟ। ଯେତେବେଳେ ଆମେ ଗୋଟେ ବସିକିରି କର୍ମୀ ସମ୍ମିଳନୀ କରିଥିଲୁ ସେତେବେଳେ ମୁଁ କହିଥିଲି ଯେ ଯେମିତି ଦୁଇଟା ସ୍ଥଳରେଖା ସାଙ୍ଗରେ ଅଛନ୍ତି ଯିଏ ସବୁବେଳ ପାଇଁ ଆପଣମାନଙ୍କ ଯୋଜନା କରୁଛନ୍ତି, ସିଏ ଆଉ କେହି ନୁହନ୍ତି, ସିଏ ହେଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ। ସିଏ ମାଆମାନଙ୍କ ପାଇଁ ଯୋଜନା କରିଛନ୍ତି, ସିଏ ମଧ୍ୟ ଅନେକ ଯୋଜନା ଆପଣମାନଙ୍କ ପାଖରେ ପହଞ୍ଚିଛି। ତେଣୁ ସେଇମାନଙ୍କ ପାଇଁ ପାଖରେ ରହିବା ଏବଂ ତାଙ୍କୁ ଆମେ ସ୍ନେହ ଶ୍ରଦ୍ଧା ସବୁ ଆମେ ତାଙ୍କୁ ଦେଲେ ସେ ନିଶ୍ଚିତ ଭାବରେ ଆମ ପାଇଁ ଯୋଜନା କରିବେ। ମୁଁ ଆମର ପ୍ରିୟ ବିଧାୟକ ଆସିବେ ଯେତେବେଳେ ଆମେ ପଲ୍ଲୀ ପଞ୍ଚାୟତର ସମସ୍ତ ମା ମାନେ ଏବଂ ଭାଇ ମାନେ ଆମଠୁ ଛିଟିକି ପଡ଼ିଛନ୍ତି। ଏ ବିପିନା ଭାଇ ସାଗର ଥିଲେ ସିଏ ବି ଛିଟିକି ପଡ଼ିଛନ୍ତି। କିଛି କଂଗ୍ରେସରୁ ଛିଟିକି ପଡ଼ିଲେ, କିଛି ଆମଠୁ ଛିଟିକି ପଡ଼ିଛନ୍ତି। ଆଗତରା ପଳେଇଛନ୍ତି, କ'ଣ ଗୋଟେ ହେଲେ ସେଟା ଆଗତରା ବସିବେ, ଆଗରେ ବସିଯିବେ। ଇଏ ଅସନ୍ତୁଷ୍ଟିଙ୍କ ଦଳ କାହାକୁ ସନ୍ତୁଷ୍ଟ କରିବେ ବୋଲି ଯାଇଛନ୍ତି। ପଲ୍ଲୀ ପଞ୍ଚାୟତ ତରଫରୁ ଆମେ ସମସ୍ତେ ତାଙ୍କୁ ସ୍ୱାଗତ ଜଣାଇବୁ। प्रशांत कुमार मुदुली महोदय पाइले एवं से विजु स्वास्थ्य कार्ड प्रत्येक पंचायत बुलिक बांटी देले। जो दिन स्वास्थ्य कार्ड पाइले लोक भीतर धारणा नता स्वास्थ्य कार्ड कौन अच्छी आज कौन है जो मान हाथ में कार्ड टी अच्छी से जिते बड़ रोग आसू आज चिंता करिवार नहीं। कारण नवीन बाबूर 5 लाख टका माँ मान 10 लाख टका एटीएम कार्ड भाई आम घरे से थोड़ी आम जो जा से कार्ड नहीं जो मैंने से कार्ड को पाई काम करना कि एवं से आज स्पष्ट कथन कह चाहे नवीन पट्टनायक मुख्यमंत्री हम, जिला परिषद अच्छा, चेयरमैन अच्छा, सभ्य सरपंच अच्छा एवं एठी तो ए विजय बसी मोर सान भाई कॉलेज रे मुजतर सभा जो मानसिकता से नवीन पट्टनायक सहित काम करने राजनीति में रहा विजु जनता दल में मिसी। नवीन पट्टनायक एमती जन व्यक्तित्व आ पूर्व अनेक नेता विभिन्न दल आस मिशन नवीन बाबू सहित काम कर आमे जो माने राजनीति भितर थाउ आमर सब